ଦିନେ ନାରଦ ମୁନି ଭଗବାନ ବିଷ୍ଣୁଙ୍କୁ ପଚାରିଲେ, ପ୍ରଭୁ, ସଂସାରରେ ସବୁଠାରୁ ଧୈର୍ଯ୍ୟଶୀଳ କିଏ? ଭଗବାନ ବିଷ୍ଣୁ ହସି କହିଲେ, ଏହାର ଉତ୍ତର ତୁମେ ନିଜେ ନିଜେ ପାଇଯିବ। ନାରଦ ମୁନି ସଙ୍ଗେ ସଙ୍ଗେ ଯାଇ ପାତାଳ ଲୋକରେ ପହଞ୍ଚିଲେ। ସେଠାରେ ସେ ବିଶାଳକାୟ ଶେଷନାଗକୁ ଗଭୀର ଧ୍ୟାନରେ ବସିଥିବା ଦେଖିଲେ। ତାଙ୍କର 1000 ଫଣା ଉପରେ ସମସ୍ତ ପୃଥିବୀ ରହିଥିଲା, ତଥାପି ତାଙ୍କ ମୁହଁରେ ଗର୍ବର ଚିହ୍ନ ମଧ୍ୟ ନଥିଲା। ସେହି ସମୟରେ ପୃଥିବୀରେ ଭୟଙ୍କର ଝଡ଼ ଓ ଭୂମିକମ୍ପ ଆରମ୍ଭ ହେଲା। ପର୍ବତ କମ୍ପିବାକୁ ଲାଗିଲା, ସମୁଦ୍ର ଉତ୍ତାଳ ହେଲା, କିନ୍ତୁ ଶେଷନାଗ ସମ୍ପୂର୍ଣ୍ଣ ଶାନ୍ତ ରହିଲେ। ନାରଦ ମୁନି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ହେ ନାଗରାଜ, ଏତେ ବଡ଼ ଭାର ବୋହି ମଧ୍ୟ ଆପଣ କାହିଁକି ଅଶାନ୍ତ ହେଉନାହାନ୍ତି? ଶେଷନାଗ ଧୀରେ ଆଖି ଖୋଲି କହିଲେ, ଯେ ନିଜ କର୍ତ୍ତବ୍ୟକୁ ଭଗବାନଙ୍କ ସେବା ବୋଲି ଭାବିଥାଏ, ତାକୁ କୌଣସି ଭାର ଭାରୀ ଲାଗେ ନାହିଁ। ନାରଦ ମୁନି ସେତେବେଳେ ବୁଝିଗଲେ ଯେ ସତ୍ୟ କେବଳ ଶକ୍ତି ବଳରେ ନୁହେଁ, ଧୈର୍ଯ୍ୟ ଓ ସେବା ବଳରେ ରହିଛି। ସେଥିପାଇଁ କୁହାଯାଏ ଯେ ସଂସାର କେବଳ ଶକ୍ତିରେ ନୁହେଁ, ଧୈର୍ଯ୍ୟ ଓ ସନ୍ତୁଳନରେ ଚାଲିଥାଏ।